ନମସ୍କାର ଦର୍ଶକ ବନ୍ଧୁ, କେଦାର ଗୌରୀ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ ପିୟୁଷ କହିବେ ପୋଲିସ ଜଣଙ୍କୁ, ସାର୍ ଆପଣ ଭଲ ଭାବରେ ଜାଣିଛନ୍ତି ମୋ ଗୌରୀ ଦିଦି କୋଉ ଭଳିଆ। ଏହାପରେ ପୋଲିସ ଜଣକ କହିବେ, ପିୟୁଷ ଆଇନ ମାମଲାରେ ତୁମେ ମୁଣ୍ଡ ପୁରାଅ ନାହିଁ, ଆମକୁ ଗୌରୀ ମ୍ୟାଡାମକୁ ଆରେଷ୍ଟ କରିବାକୁ ପଡିବ। ଏହାପରେ ପିୟୁଷ କହିବେ, ଏଥିପାଇଁ ଯେ କେବଳ ସେଇ ଲୋକଟା ଆପଣଙ୍କୁ ବୟାନ ଦେଇଛି, ତାହେଲେ ମୁଁ କହୁଛି ଜୀବନକୁ କିଏ ମାରିଛି। ତାହେଲେ ଆସନ୍ତୁ, ମୁଁ କହିଲେ ବୟାନ ଅନୁଯାୟୀ ଆପଣ ତାକୁ ଆରେଷ୍ଟ କରିବେ ତ? କାରଣ ମୁଁ ସେଇ ଜାଗାରେ ଥିଲି ନା, ମୋ ବୟାନ ଚଳିବନି। ଏହାପରେ କେଦାର ଭାବୁଥିବେ, ଭବିଷ୍ୟତବାଣୀ ଅନୁସାରେ ଗୌରୀ ଉପରକୁ ଦୋଷ ଯିବ, ଏଇ କଥା ଗୁରୁଦେବ କହିଥିଲେ। ଏହାପରେ ପୋଲିସ ଜଣକ କହିବେ, ପିୟୁଷ ଫାଲତୁ କଥା କୁହ ନାହିଁ। ଏହାପରେ ପିୟୁଷ କହିବେ, ଫାଲତୁ କଣ, ଆସନ୍ତୁ ମୁଁ ଆପଣଙ୍କୁ ଦେଖଉଛି, ଆସନ୍ତୁ ମୋ ସହିତ। ଏହାପରେ କେଦାର ଆସିବେ ପିୟୁଷ ପାଖକୁ ଆଉ କହିବେ, ପିୟୁଷ ତୁ ଶାନ୍ତ ହ, ମୁଁ କଥା ହଉଛି।